ନମ୍ବର 1 ଜନତାଙ୍କ ପାଇଁ ଖୁସି ଖବର କମିଲା ସୋରିଷ ତେଲର ମୂଲ୍ୟ। ଭାରତର ସାଧାରଣ ଲୋକଙ୍କ ପାଇଁ ଖୁସି ଖବର, ବର୍ଷ ଶେଷରେ ସୋରିଷ ତେଲ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। ଖାଇବା ତେଲ ମୂଲ୍ୟରେ ହ୍ରାସର କାରଣ ସ୍ଥାନୀୟ ତଥା ଆନ୍ତର୍ଜାତୀୟ ବଜାରରେ ଚାହିଦା କମ୍ ହେବା ଓ ବର୍ଦ୍ଧିତ ଉତ୍ପାଦନ ସ୍ତର ବୃଦ୍ଧି ହେବା। ଏଥିସହ ସୋୟାବିନ୍ ଏବଂ ରାଶି ତେଲର ମୂଲ୍ୟରେ ଅସ୍ଥିରତା ପରିଲକ୍ଷିତ ହୋଇଛି। ନମ୍ବର 2 ଆଜିର ପାଣିପାଗ। 28-29ରେ ପୁଣି ହାଲୁକା ବର୍ଷା, ଚିନ୍ତା ବଢ଼ାଇଲା ପାଣିପାଗ ବିଭାଗର ନୂଆ ପୂର୍ବାନୁମାନ। ପାଣିପାଗ ବିଭାଗ ନୂଆ ଆକଳନ ବଢ଼ାଇଲା ଚିନ୍ତା। କାଲି ଯାଏଁ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କହୁଥିଲା 27-31 ଯାଏଁ ପାଗ ଶୁଖିଲା ରହିବ। ଆଜି ପୂର୍ବାନୁମାନ ଦେଇଛନ୍ତି ଆସନ୍ତା 28-29 ତାରିଖରେ ହାଲୁକା ବର୍ଷା ହୋଇପାରେ ଉତ୍ତର ପଶ୍ଚିମ ଓଡ଼ିଶାରେ। ଏହା ସହ ପୁଣି ଥରେ ଅଦିନିଆ ବର୍ଷାକୁ ନେଇ ଚାଷୀ କୂଳ ଛାନିଆ ହୋଇପଡ଼ିଛି। ବଡ଼ ବର୍ଷାର ସମ୍ଭାବନା କମ୍ ଥିଲେ ମଧ୍ୟ ଲଗାତାର ଅଦିନିଆ ବର୍ଷାକୁ ନେଇ ଫସଲ ବର୍ବାଦ ହୋଇପଡ଼ିଛି ଉପକୂଳ ଆଭ୍ୟନ୍ତରୀଣ ଓଡ଼ିଶାରେ। ନମ୍ବର 3 1 ଜାନୁଆରୀଠାରୁ ନିୟମଗୁଡ଼ିକରେ କିଛି ପରିବର୍ତ୍ତନ ହେବାକୁ ଯାଉଛି। କିନ୍ତୁ ସବୁଠୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ଯେ ୟୁପିଆଇର ନିୟମଗୁଡ଼ିକରେ ଆପଣଙ୍କୁ ୟୁପିଆଇର ନିୟମଗୁଡ଼ିକର ସୂଚନା ଦେଉଛୁ। ଏହା ସହ କହୁଛୁ କି ଏଥିରେ କ'ଣ କ'ଣ ନୂଆ ମିଳିବ। ଆରବିଆଇ ନିଷ୍ପତ୍ତି ନେଇଛି ଯେ ୟୁପିଆଇ 123 ପେ'ର ଟ୍ରାଞ୍ଜାକ୍ସନ୍ ଲିମିଟ୍ରେ ପରିବର୍ତ୍ତନ କରାଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଲିମିଟ୍ରେ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ୟୁପିଆଇ 123 ପେ'ର ବ୍ୟବହାର କରି ୟୁଜରମାନେ 5,000 ସ୍ଥାନରେ 10,000 ଟଙ୍କା ଟ୍ରାଞ୍ଜାକ୍ସନ୍ କରିପାରିବେ। ନମ୍ବର 4 1 ଲକ୍ଷ କୋଟିରୁ ଅଧିକ ମୂଲ୍ୟର 8ଟି ପ୍ରମୁଖ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ଏବଂ ରାଜ୍ୟ ସରକାର ସଂଶ୍ଳିଷ୍ଟ ଥିବା ଆଇସିଟି ଆଧାରିତ ସକ୍ରିୟ ଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟାନ୍ୱୟନ ପାଇଁ ଉଦ୍ଦିଷ୍ଟ ମଲ୍ଟିମୋଡାଲ ପ୍ଲାଟଫର୍ମ ପ୍ରଗତିର 45ତମ ସଂସ୍କରଣ ବୈଠକରେ ଅଧ୍ୟକ୍ଷତା କରିଥିଲେ। ପ୍ରକଳ୍ପରେ 8ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା, ଯାହା ମଧ୍ୟରେ ରହିଛି ସହରାଞ୍ଚଳ ପରିବହନ ନିମନ୍ତେ 6ଟି ମେଟ୍ରୋ ପ୍ରକଳ୍ପ, ଗୋଟିଏ ଲେଖାଏଁ ସଡ଼କ ଓ ତାପଜ ବିଦ୍ୟୁତ୍ ପ୍ରକଳ୍ପ। ନମ୍ବର 5 ରାଜ୍ୟରେ ରହିଛନ୍ତି ନକଲି ଚାଷୀ, ଚିହ୍ନଟ ପାଇଁ ହେବ ପଞ୍ଜୀକରଣ। ରାଜ୍ୟରେ ଅନେକ ନକଲି ଚାଷୀ ବା ଅଣଚାଷୀ ରହିଛନ୍ତି। ଚାଷୀ ନ ହୋଇ ବି ଚାଷୀ ହେବାର ସମସ୍ତ ଫାଇଦା ଲାଭ କରୁଛନ୍ତି। ଏଥିପାଇଁ ସରକାର ପୁଣି ପଞ୍ଜୀକରଣ କରିବେ। କିଛି ଏମିତି କହି ଅଣଚାଷୀଙ୍କୁ ପୂର୍ବରୁ ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ନମ୍ବର 6 ରାସନ କାର୍ଡଧାରୀଙ୍କୁ ନେଇ ବଡ଼ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଲେ ବଡ଼ ସୂଚନା। ରାଜ୍ୟରେ ଅଛନ୍ତି 40 ଲକ୍ଷଭୂତ ରାସନ କାର୍ଡଧାରୀ। ପ୍ରତି ଜିଲ୍ଲାରେ 1,00,000ରୁ 1.5 ଲକ୍ଷ ଭୂତ ହିତାଧିକାରୀ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଇ-କେୱାଇସି ଜାରି ଥିବା ମନ୍ତ୍ରୀ କହିଥିବା ବେଳେ ଭୂତ ରାସନ କାର୍ଡଧାରୀଙ୍କ ଭଳି ଭୂତ ଚାଷୀଙ୍କୁ ଧରାଯିବ ବୋଲି ମଧ୍ୟ କହିଛନ୍ତି। ରାଜ୍ୟରେ କେତେ ପ୍ରକୃତ ଚାଷୀ ଅଛନ୍ତି ଜାଣିବାକୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି। ମିଛ ପଞ୍ଜୀକରଣ କରି ଧାନ ବିକୁଥିବା ଚାଷୀଙ୍କୁ ଧରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ନମ୍ବର 7 ଆସନ୍ତାକାଲି ଓଡ଼ିଶା ଆସିବେ ଅମିତ ଶାହା। ଆସନ୍ତାକାଲି ଓଡ଼ିଶା ଆସିବେ ଅମିତ ଶାହା। ଭାଜପା ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଏହି ସୂଚନା ଦେଇଛନ୍ତି। କଳିଙ୍ଗ ଷ୍ଟାଡିୟମ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ଶାହା। ଏବେ ଓଡ଼ିଶା କେନ୍ଦ୍ର ଭାଜପା ନେତୃତ୍ୱଙ୍କ ଫୋକସରେ ରହିଛି। ଡିଜିପି ସମ୍ମିଳନୀର 1 ମାସ ପରେ ପୁଣି ଥରେ ଗସ୍ତରେ ଆସିବେ ଶାହା। ନମ୍ବର 8 ମଧୁବାବୁ ପେନ୍ସନ୍ ଯୋଜନାରେ 84 ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ। ଜିଲ୍ଲା ପ୍ରଶାସନର ଅନୁମୋଦନ କ୍ରମେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏନ୍ଏସି କାର୍ଯ୍ୟାଳୟ ପରିସରରେ ଏକ ଭତ୍ତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜଙ୍କ ସଂଯୋଜନା ଓ ନଗରପାଳିକା ବିନେତା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭତ୍ତା ବଣ୍ଟନ ମେଳା କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସରୋଜ କୁମାର ପାଢ଼ୀ ଯୋଗଦେଇ ଆସିକା ଏନ୍ଏସି ପରିସରଭୁକ୍ତ ଅଞ୍ଚଳ 84 ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ନମ୍ବର 9 ଚାଷୀଙ୍କୁ କ୍ଷତିପୂରଣ ଦେବେ ସରକାର। ମାର୍ଚ୍ଚ 15 ଯାଏଁ ମଣ୍ଡି ଖୋଲିବାକୁ ନିର୍ଦ୍ଦେଶ। ଫେବୃଆରୀ 28 ତାରିଖ ନୁହେଁ ବରଂ ଆଉ 15 ଦିନ ମଣ୍ଡି ଖୋଲା ରହିବ। ଆଉ 15 ଦିନ ମଣ୍ଡି ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। କହିଛନ୍ତି ଚାଷୀଙ୍କୁ କ୍ଷତିପୂରଣ ଦେବେ ସରକାର। ଏନେଇ ଚାଷୀମାନେ ବିବ୍ରତ ନ ହେବାକୁ ମନ୍ତ୍ରୀ ଅପିଲ କରିଛନ୍ତି। କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ନମ୍ବର 10 ସରକାରୀ ଜମି ବିକ୍ରିର ହେବ ଯାଞ୍ଚ। ବେଆଇନ ଘର ଭଙ୍ଗାଯିବ। ବେଆଇନ ଘର କରିଥିଲେ ସାବଧାନ। ବେଆଇନ ଘର ହୋଇଥିଲେ ଭଙ୍ଗାଯିବ କହିଲେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ। କଟକ ଧବଳେଶ୍ୱର ସରକାରୀ ଜମି ବିକ୍ରିର ଯାଞ୍ଚ ହେବ। ଘଟଣାସ୍ଥଳକୁ ଅଧିକାରୀ ଯାଇ ଯାଞ୍ଚ କରିବେ କହିଲେ କଟକ ଜିଲ୍ଲାପାଳ। ଯଦି ଗଫଲାତି ବାହାରେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ସୂଚନା ଦେଇଛନ୍ତି। ନମ୍ବର 11 ଜାନୁଆରୀ 26ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ପଦଯାତ୍ରା। ଗାଁରୁ ବାହାରିବ ରାଲି। ପୁଣି ଥରେ କଂଗ୍ରେସ କରିବ ଦେଶବ୍ୟାପୀ ପଦଯାତ୍ରା। ଜାନୁଆରୀ 26ରୁ ସମ୍ବିଧାନ ବଞ୍ଚାଅ ପଦଯାତ୍ରା କରିବ କଂଗ୍ରେସ।
ସିଟ୍ ପ୍ଲସିର ବୈଠକ ପରେ କଂଗ୍ରେସ ନେତା ଜୟରାମ ରମେଶ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଭାରତ ଯୋଡୋ ଯାତ୍ରା ଦଳ ପାଇଁ ସଞ୍ଜୀବନୀ ପାଲଟିଥିଲା। ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲା ଦଳ। ନମ୍ବର 12 ଗୋଟିଏ ରାତିରେ ପରମାଣୁ ଚୁକ୍ତି ଫାଇନାଲ। ଦେଶ ପାଇଁ ନିଜ ସରକାରଙ୍କୁ ରଖିଥିଲେ ବନ୍ଧକ। ଭାରତୀୟ ଅର୍ଥନୀତିର ବିନ୍ଧାଣୀଙ୍କ ଦେହାନ୍ତ। 92 ବର୍ଷ ବୟସରେ ଡକ୍ଟର ମନମୋହନ ସିଂଙ୍କ ପରଲୋକ ହୋଇଛି। ତାଙ୍କ ମୃତ୍ୟୁକୁ ନେଇ ସାରା ବିଶ୍ୱ ଶୋକ ପ୍ରକାଶ କରିଛି। ସେ ଥିଲେ ଅତ୍ୟନ୍ତ ଶାନ୍ତ, ବିନମ୍ର ଓ ଅତି ସରଳ ସ୍ୱଭାବର ବ୍ୟକ୍ତ। ପ୍ରଧାନମନ୍ତ୍ରୀ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ସେ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି। ତାଙ୍କ ସମୟରେ ଅନେକ ଡିଲ୍ ହୋଇଛି। ସେଥିମଧ୍ୟରୁ ଭାରତ ଆମେରିକା ନ୍ୟୁକ୍ଲିୟର ବୁଝାମଣା ଅନ୍ୟତମ। ମାତ୍ର ଡିଲ୍ ପୂର୍ବରୁ 2005 ମସିହା ଜୁଲାଇ 18 ତାରିଖ ରାତିର ଘଟଣା ଜାଣିବା ନୀତିରେ ଜରୁରୀ। କୌଣସି ନିଷ୍ପତ୍ତିକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବୋଲ୍ଡ ଅନ୍ଦାଜ ଅନୁମେୟ କରିହୁଏ। ନମ୍ବର 13 ମନମୋହନଙ୍କ କିଛି ଐତିହାସିକ ନିଷ୍ପତ୍ତି। ନିଜ କାର୍ଯ୍ୟକାଳରେ ନେଇଥିଲେ କଠୋର ବଡ଼ ବଡ଼ ନିଷ୍ପତ୍ତି। ଆଉ ନାହାନ୍ତି ଭାରତୀୟ ଅର୍ଥନୀତିର ମହାନାୟକ, ଆର୍ଥିକ ଉଦାରୀକରଣ ସୂତ୍ରଧର ମହାନ ରାଜନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ। ଆଜି ତାଙ୍କ ବର୍ତ୍ତମାନରେ ତାଙ୍କୁ ମନେ ପକାଉଛି ସାରା ଦେଶ। ସ୍ୱଭାବରେ ଅତି ନରମ ଥିବା ମନମୋହନ ସିଂ କିନ୍ତୁ ତାଙ୍କ କାର୍ଯ୍ୟକାଳ ସମୟରେ ନେଇଥିଲେ ଅନେକ କଠୋର ବଡ଼ ବଡ଼ ନିଷ୍ପତ୍ତି। କିଛି ଐତିହାସିକ ନିଷ୍ପତ୍ତି ନେଇ ମନମୋହନ ପ୍ରମାଣିତ କରିଥିଲେ ଯେ କ'ଣ ପାଇଁ ସେ ଥିଲେ ଅନନ୍ୟ ଦୃଷ୍ଟାନ୍ତ। ନମ୍ବର 14 ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତୀୟ ମହିଳା କ୍ରିକେଟ ଦଳ। ତୃତୀୟ ଦିନିକିଆରେ 5 ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ। ଭାରତୀୟ ମହିଳା ଦଳ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଭାରତ ୱେଷ୍ଟଇଣ୍ଡିଜକୁ 5 ୱିକେଟରେ ହରାଇଛି। ଏହିପରି ଭାବେ ଭାରତ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ୱେଷ୍ଟଇଣ୍ଡିଜ 38 ଓଭରରେ 162 ରନ୍ ସଂଗ୍ରହ କରିଥିଲା। ନମ୍ବର 15 ମନମୋହନ ସିଂଙ୍କ ସମାଧି ପାଇଁ ସ୍ଥାନ ଦେବାକୁ ପିଏମ ମୋଦିଙ୍କୁ ନିବେଦନ କଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗୁରୁବାର 92 ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଦିଲ୍ଲୀ ଏଆଇଏମଏସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଉ ଏ ସମୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ମନମୋହନ ସିଂଙ୍କ ସମାଧି ପାଇଁ ସ୍ଥାନ ଦାବି କରିଛନ୍ତି। ନମ୍ବର 16 ଏଣିକି ସ୍କୁଲ ପିଲାମାନେ ଅଟୋ ଏବଂ ଟୋଟୋରେ ଯାଇପାରିବେ ନାହିଁ। ସରକାର ନେଲେ ବଡ଼ ନିଷ୍ପତ୍ତି। ସ୍କୁଲ ପିଲାମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ବିହାର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପିଲାମାନଙ୍କୁ ସ୍କୁଲକୁ ନେଉଥିବା ଅଟୋ ଏବଂ ଟୋଟୋ ଭଳି 3 ଚକିଆ ଯାନ ବିରୋଧରେ ରାଜ୍ୟ ସରକାର ଏକ ନୂଆ ଆଦେଶ ଦେଇଛନ୍ତି। ବଢ଼ୁଥିବା ସଡ଼କ ଦୁର୍ଘଟଣା ଏବଂ ପରିବହନ ବ୍ୟବସ୍ଥାରେ ଥିବା ଅଭାବକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି। ନମ୍ବର 17 ଆରବିଆଇର ବଡ଼ ନିଷ୍ପତ୍ତି। ପିପିଆଇ ପାଇଁ ଥାର୍ଡ ପାର୍ଟି ୟୁପିଆଇ ଆକ୍ସେସକୁ ଦେଲା ମଞ୍ଜୁରୀ। ପେମେଣ୍ଟ ସିଷ୍ଟମରେ ହେବ ବଡ଼ ପରିବର୍ତ୍ତନ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆରବିଆଇ ଶୁକ୍ରବାର ଦିନ ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ ପାଇଁ ଥାର୍ଡ ପାର୍ଟି ୟୁପିଆଇ ଆକ୍ସେସକୁ ଅନୁମତି ଦେଇଛି। ବର୍ତ୍ତମାନ ପିପିଆଇ ହୋଲ୍ଡର ଥାର୍ଡ ପାର୍ଟି ୟୁପିଆଇ ଆପ୍ ମାଧ୍ୟମରେ ପେମେଣ୍ଟ କରିବେ ଏବଂ ଗ୍ରହଣ କରିବାକୁ ସକ୍ଷମ ହେବେ। ନମ୍ବର 18 10 ଦିନ ଭିତରେ ରିପୋର୍ଟ ଦେଲେ ଚାଷୀ ତାଙ୍କ କ୍ଷତିପୂରଣ ପାଇବେ। ଚାଷୀଙ୍କୁ କ୍ଷତିପୂରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଲବନ୍ତ ସାମନ୍ତ। ମନ୍ତ୍ରୀ କହିଛନ୍ତି ଅଦିନିଆ ବର୍ଷାରେ ଯେଉଁ ଚାଷୀଙ୍କର ବିପୁଳ କ୍ଷତି ହୋଇଛି ସେଥିପାଇଁ ସେମାନଙ୍କୁ ବୀମାଭୁକ୍ତ କରାଯାଇଥିବା ଆଜି ମଧ୍ୟ 4ଟି ଇନ୍ସ୍ୟୁରାନ୍ସ କମ୍ପାନୀ ଏବଂ ଆମ ବିଭାଗରେ ପ୍ରମୁଖ ଶାସନ ସଚିବ ଉପସ୍ଥିତ ଥିଲେ। ନମ୍ବର 19 ବିୟର ଦର ବଢ଼ିବ। ସେପ୍ଟେମ୍ବର ମାସରେ ବିୟର ବୋତଲ କ୍ୟାନ୍ ପିଛା 10 ଟଙ୍କା ବଢ଼ିଥିଲା। ଜାନୁଆରୀ ମାସରୁ ବିୟର ପିଛା ପୁଣି 10 ଟଙ୍କା ବଢ଼ାଇବେ। ସବୁଠାରୁ ଗୁରୁତର କଥା ହେଉଛି ଡିପୋରେ ଗଚ୍ଛିତ ଥିବା ବିୟର ମାର୍କେଟକୁ ନ ଛାଡ଼ି ଦର ବଢ଼ିବା ଯାଏଁ ଚାପି ଦେବା ଚକ୍କରରେ ସରକାର ନିଜେ ସାମିଲ ବୋଲି ଅଭିଯୋଗ ହୋଇଛି। ଯାହା ଖବର ମିଳିଛି ମଦ ନିଗମ ପାଖରେ 9 ଲକ୍ଷ ପେଟି ବିୟର ଗଚ୍ଛିତ ଅଛି।